ଆଜିର ଆମର ଆଲୋଚନାର ବିଷୟ ହେଉଛି ବାସ୍ତବ ସଂଖ୍ୟା। ବାସ୍ତବ ସଂଖ୍ୟାର ଏହି ଅଧ୍ୟାୟରେ ଆମେ ଅପରିମେୟ ସଂଖ୍ୟା ଏବଂ ଅପରିମେୟ ରାଶି ପାଏ ବିଷୟରେ କିଛି ଆଲୋଚନା କରିବା। ପ୍ରଥମେ ଆମେ ଜାଣିବା ଅପରିମେୟ ସଂଖ୍ୟା କ'ଣ। ଅପରିମେୟ ସଂଖ୍ୟାର ସଂଜ୍ଞା ଜାଣିବା ପୂର୍ବରୁ ଆମେ ଉଦାହରଣ ମାଧ୍ୟମରେ ବାସ୍ତବ କ୍ଷେତ୍ରରେ କିପରି ଅପରିମେୟ ସଂଖ୍ୟାର ପ୍ରୟୋଗ ହୋଇଥାଏ ତାହା ଜାଣିବା। ଏଠାରେ ଏକ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ ABC ନିଆଯାଇଅଛି। ABC ସମକୋଣୀ ସମଦ୍ୱିବାହୁ ତ୍ରିଭୁଜରେ କୋଣ B ର ପରିମାଣ ହେଉଛି 90 ଡିଗ୍ରୀ। AB ଏବଂ BC ର ଦୈର୍ଘ୍ୟ ହେଉଛି 1 ଏକକ। ତେବେ ପିଲାମାନେ ଆମେ ପଢ଼ିଛୁ ଯେ ପିଥାଗୋରସ୍ ଉପପାଦ୍ୟ ଅନୁଯାୟୀ AC ର ମୂଲ୍ୟ AB ର ସ୍କ୍ୱାର ପ୍ଲସ୍ BC ର ସ୍କ୍ୱାର ର ରୁଟ୍ ଓଭର ହେବ। ସେହି ଉପପାଦ୍ୟ ଅନୁଯାୟୀ ଆମକୁ AC ର ମୂଲ୍ୟ ମିଳିବ √2 ଏକକ। ଏଠାରେ √2 ଯେଉଁ ମୂଲ୍ୟ ଆମକୁ ମିଳିଲା ତାହା ପୂର୍ଣ୍ଣ ସଂଖ୍ୟା ସେଟ୍ ଅନ୍ତର୍ଗତ ନୁହଁ କିମ୍ବା ପରିମେୟ ସଂଖ୍ୟା ସେଟ୍ ଅନ୍ତର୍ଗତ ମଧ୍ୟ ନୁହଁ। ତେଣୁ ଏଠାରେ √2 ପରି ଯେଉଁ ସବୁ ମୂଲ୍ୟ ଆମକୁ ମିଳିବ ତାହାକୁ ଆମେ ଅପରିମେୟ ସଂଖ୍ୟା ବୋଲି କହିଥାଉ। ଅନ୍ୟ ଏକ ଉଦାହରଣ ଦେଖିବା। x² - 3 = 0 ଏକ ସମୀକରଣ ଯଦି ନିଆଗଲା ତେବେ ଏହାକୁ ସମାଧାନ କଲେ ଆମେ ଦେଖିବାକୁ ପାଇବା ଯେ x² = 3 ହେବ, ଅର୍ଥାତ୍ x = √3 ହେବ। ଏଠାରେ ସମାଧାନଟି √3 ହେବ। ଏଣୁ √3 ଟି ପରିମେୟ ସଂଖ୍ୟା ସେଟ୍ର ଅନ୍ତର୍ଗତ ନୁହଁ। ଏହିପରି ସବୁ √2, √3 ପରି ସଂଖ୍ୟାଗୁଡ଼ିକୁ ଆମେ ଅପରିମେୟ ସଂଖ୍ୟା ବୋଲି କହିଥାଉ। ଏଠାରେ ଆମେ ସଂଖ୍ୟା ରେଖାରେ ଅପରିମେୟ ସଂଖ୍ୟା କେଉଁଠି ରହିଥାଏ ତାହା ଜାଣିବା। ସଂଖ୍ୟା ରେଖାରେ ଆମେ ଦେଖିପାରିବା ଯେ 1 ଏବଂ 2 ମଧ୍ୟରେ ଅପରିମେୟ ସଂଖ୍ୟା √2 ରହିଅଛି। √2 ର ଆସନ୍ନ ମାନ ପିଲାମାନେ ହେଉଛି 1.414। ତେଣୁ ଏହା 1 ଏବଂ 2 ମଧ୍ୟରେ ଅବସ୍ଥାନ କରିବ। ଏହିପରି ସଂଖ୍ୟା ଯଥା √2, √3, √5 ଯାହା ପରିମେୟ ସଂଖ୍ୟା ସେଟ୍ ଅନ୍ତର୍ଗତ ନୁହଁ ସେହିପରି ସଂଖ୍ୟାଗୁଡ଼ିକୁ ଆମେ ଅପରିମେୟ ସଂଖ୍ୟା ବୋଲି କହିଥାଉ। ସମସ୍ତ ଅପରିମେୟ ସଂଖ୍ୟାକୁ ଆମେ ସଂଖ୍ୟା ରେଖାରେ ସ୍ଥାପନ କରିପାରିବା। ଅପରିମେୟ ସଂଖ୍ୟାକୁ ସଂଖ୍ୟା ରେଖାରେ ସ୍ଥାପନ କରିବା ପାଇଁ ଆମକୁ ତାହାର ଆସନ୍ନ ମାନ ଜାଣିବା ଦରକାର। ଯେପରିକି √2 ର ଆସନ୍ନ ମାନ ହେଉଛି 1.414। ତେଣୁ ଆମେ ଜାଣିଲେ ଯେ ଏହା 1 ଠାରୁ ବଡ଼ ଏବଂ 2 ଠାରୁ ସାନ ଅଟେ। ତେଣୁ ଆମେ ଏହାକୁ 1 ଏବଂ 2 ମଧ୍ୟରେ ଆସନ୍ନ ଭାବରେ ଏକ ସ୍ଥାନରେ ରଖିପାରିବା। ସେହିପରି ଭାବରେ √3, √5, √7 ଏହିପରି ସମସ୍ତ ଅପରିମେୟ ସଂଖ୍ୟାକୁ ଆମେ ସଂଖ୍ୟା ରେଖାରେ ସ୍ଥାପନ କରିପାରିବା। ପିଲାମାନେ ବର୍ତ୍ତମାନ ଆମେ ଅପରିମେୟ ସଂଖ୍ୟା ଅନ୍ତର୍ଭୁକ୍ତ ଏକ ରାଶି ପାଏ ବିଷୟରେ କିଛି ଆଲୋଚନା କରିବା। ଆମେ ପୂର୍ବରୁ ପାଏର ବ୍ୟବହାର ଜାଣିଛେ ଏବଂ ପାଏ ବିଷୟରେ ଶୁଣିଛେ। ଏହା ଏକ ଅପରିମେୟ ସଂଖ୍ୟା ଅଟେ। 1761 ମସିହାରେ ଗଣିତଜ୍ଞ ଲେମ୍ବର୍ଟ ଯୁକ୍ତିମୂଳକ ପ୍ରମାଣ କରି ଦର୍ଶାଇଥିଲେ ଯେ ପାଏ ଏକ ଅପରିମେୟ ସଂଖ୍ୟା ଅଟେ। ପାଏର ଆସନ୍ନ ମାନ ହେଉଛି 22/7। କୌଣସି ଅପରିମେୟ ସଂଖ୍ୟାର ଆମେ ପ୍ରକୃତ ମୂଲ୍ୟ ସ୍ଥିର କରିପାରିବା ନାହିଁ। ତେଣୁ ସର୍ବଦା ଆମେ ଆସନ୍ନ ମାନର ବ୍ୟବହାର କରିଥାଉ। ପାଏର ଆସନ୍ନ ମାନ 22/7 ଏହାର ଅର୍ଥ ନୁହଁ ଯେ ପାଏର ମୂଲ୍ୟ 22/7 ସହ ସମାନ, କିନ୍ତୁ ଏହାର ଅର୍ଥ ହେଉଛି ଯେ ପାଏର ମୂଲ୍ୟ 22/7 ର ପାଖାପାଖି କୌଣସି ଏକ ମୂଲ୍ୟ ଅଟେ। ପାଏ ବିଷୟରେ ଆମେ ଏକ ଉଦାହରଣ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କରିବା। ଏଠାରେ ପିଲାମାନେ ଆମେ ଏକ ବୃତ୍ତ ନେବା ଯାହାର ବ୍ୟାସ ଆମେ 1 ଏକକ ନେବା। ତେବେ ଆମେ ଜାଣିଛେ ଯେ ବୃତ୍ତର ପରିସୀମା ହେଉଛି ପାଏ ଇଣ୍ଟୁ ବୃତ୍ତର ବ୍ୟାସ କିମ୍ବା 2 × ପାଏ × ବୃତ୍ତର ବ୍ୟାସାର୍ଦ୍ଧ। ପାଏର ମାନ ବିଷୟରେ ବୃତ୍ତର ଚିତ୍ର ମାଧ୍ୟମରେ ଜାଣିବା। ବୃତ୍ତର ବ୍ୟାସକୁ ଆମେ ଯଦି 1 ଏକକ ନେଲେ ତେବେ ଏହାର ପରିସୀମାର ମୂଲ୍ୟ ପାଏ ହେବ, କାରଣ ବୃତ୍ତର ପରିସୀମାର ମୂଲ୍ୟ ହେଉଛି ବ୍ୟାସ ଇଣ୍ଟୁ ପାଏ। ତେବେ ଆମେ ଏପରି କହିପାରିବା ଯେ କୌଣସି ଏକ ବୃତ୍ତର ବ୍ୟାସ ଯଦି 1 ଏକକ ହୁଏ ତେବେ ସେହି ବୃତ୍ତର ପରିସୀମାର ମୂଲ୍ୟ ହେଉଛି ପାଏର ମୂଲ୍ୟ ସହ ସମାନ। ପିଲାମାନେ ଏହି ବିଷୟରେ ଆମେ ଅପରିମେୟ ସଂଖ୍ୟା କ'ଣ ଶିଖିଲେ? ଅପରିମେୟ ସଂଖ୍ୟାର ବାସ୍ତବ କ୍ଷେତ୍ରରେ କିପରି ପ୍ରୟୋଗ କରାଯାଏ ତାହା ଆମେ ଉଦାହରଣ ସହ ଦେଖିଲେ। କୌଣସି ଏକ ସମକୋଣୀ ସମଦ୍ୱିବାହୁ ତ୍ରିଭୁଜକୁ ନେଇ ଅପରିମେୟ ସଂଖ୍ୟା
√2 କିପରି ମୂଲ୍ୟ ବିଷୟରେ ଆମେ ଜାଣିପାରିବା ତାହା ଆଲୋଚନା କଲେ। ଅପରିମେୟ ରାଶି ପାଏ ବିଷୟରେ ଆମେ କିଛି ଆଲୋଚନା କଲେ। ପାଏର ଆସନ୍ନ ମାନ କ'ଣ ତାହା ଆମେ ଜାଣିଲେ ଏବଂ ପାଏକୁ କିପରି ଆମେ ବୃତ୍ତ ସାହାଯ୍ୟରେ ଦର୍ଶାଇ ପାରିବା ତାହା ଶିଖିଲେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ବାସ୍ତବ ସଂଖ୍ୟା ଏବଂ ବାସ୍ତବ ସଂଖ୍ୟାର କେତେକ ବୀଜଗାଣିତିକ ଧର୍ମ ବିଷୟରେ କିଛି ଆଲୋଚନା କରିବା।